गुरु साक्षात परम ब्रह्म तस्मै श्री କାହିଁକି ନା ଗୁରୁ ଯାହାକୁ ଆମେ ପ୍ରଣାମ କରୁଛନ୍ତି ନମସ୍କାର କରୁଛନ୍ତି ତାଙ୍କ କଥା ମାନିକି ଚାଲୁଛନ୍ତି ସେ ସବୁବେଳେ ଗୋଟେ ପିଲା ପାଇଁ ଏନଭାରମେଣ୍ଟ ଗୋଟେ ପରିବେଶ ତିଆରି କରନ୍ତି ଯୋଉ ପରିବେଶରେ ପିଲାଟି ଗୋଟେ ଭଲ ମଣିଷ ହୋଇ ତିଆରି ହେଲା। ତେଣୁ ଗୁରୁକୁ ଆମେ ମଧ୍ୟ କହିପାରନ୍ତି କଣ ସେକେଣ୍ଡ ଫାଦର ଅଫ୍ ଏ ଚାଇଲ୍ଡ ସେକେଣ୍ଡ ଫାଦର ଅଫ୍ ଏ ଚାଇଲ୍ଡ ସେ ହେଉଛନ୍ତି ଗୁରୁ ଦ୍ୱିତୀୟ ବାବା ପ୍ରଥମ ବାବା ଆମ ନିଜ ବାବା ସିଏ ଆମର ଯେମିତି ଫାଉଣ୍ଡେସନ ତିଆରି କରନ୍ତି ତାଠୁ ଅଧିକ ତିଆରି କରନ୍ତି ଆମର ଗୁରୁ କାହିଁକି ଗୋଟେ ଘର ଆମେ ଯେତେବେଳେ ତିଆରି କରିଦେଉଛନ୍ତି ତାର ଯେ ଫାଉଣ୍ଡେସନଟା ଆମେ ତିଆରି ଲଗେଇବା ତାର ନିଶ୍ଚିତ କାଠଟା ତଳକୁ ପଶିବ ଛାତଟା ତଳକୁ ପଡ଼ିବ। ତେଣୁ ପ୍ରଥମ ଫାଉଣ୍ଡର ହେଉଛନ୍ତି ଶିକ୍ଷକ। ସିଏ ପିଲାକୁ ଏତେ ଭଲ ପାଆନ୍ତି ତାହା କେବେ କଳ୍ପନା କରିହେବ ନାହିଁ। ଗୁରୁ ହେଉଛନ୍ତି ସମସ୍ତଙ୍କ ଉପରେ ସିଏ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଅର୍ଥାତ୍ ତାଙ୍କର କର୍ତ୍ତବ୍ୟ ସେୟା ସତରେ ଭଗବାନ ବିଷ୍ଣୁ ଭଗବାନ ନା ସେ ସେଇ ପ୍ରକାର କର୍ତ୍ତବ୍ୟ ପିଲାମାନଙ୍କ ପାଇଁ କରନ୍ତି। ତେଣୁ ସେ ଯାହା ବି ପିଲାମାନଙ୍କ ପାଇଁ କରନ୍ତି ସବୁ ତାଙ୍କର ମଙ୍ଗଳ ପାଇଁ କରନ୍ତି। ସିଏ ଯେମିତି ଯାହା ବରାଦ କରନ୍ତି ଯାହା କୁହନ୍ତି ତାକୁ ଛାତ୍ରମାନେ ମାନିବା ଦରକାର। କାହିଁକି ନା ମହାଭାରତରେ କହିଲେ ଶ୍ରୀକୃଷ୍ଣ ଗୁରୁ ନ ସେବିୟ ରାଜୁ କାହ ପାଇବୁ ଦିବ୍ୟ ଜ୍ଞାନ। କହିଲେ ହେ ଅର୍ଜୁନ ତୁ ତ ଆଜି ଯାଉଛୁ ଯୁଦ୍ଧକୁ ଗୁରୁ କରୁଛୁ କହିଲେ ନାଇଁ କହିଲେ ଗୁରୁ ସେଟା ନ କରିକି ତୁ ଯୁଦ୍ଧକୁ ଯାଉଛୁ ହାରିଯିବୁ। ସେ ସେତେବେଳେ କଣ କଲେ ନା ଶ୍ରୀକୃଷ୍ଣକୁ ତାଙ୍କର ଶସ୍ତ୍ରକୁ ବା ତାଙ୍କ ରଥରେ ବସି ତାଙ୍କୁ ଗୁରୁ କରିଥିଲେ। ଗୁରୁ ହେଉଛନ୍ତି ଆମ ପରମ ପୂଜ୍ୟ ପିତା ଯେମିତି ଗୁରୁ ମଧ୍ୟ ଆମର ସେମିତି ସେ ହେଉଛନ୍ତି ଦ୍ୱିତୀୟ ପିତା। ଆମେ ତାଙ୍କୁ ସବୁବେଳେ କଥା ମାନିବା ତାଙ୍କ କଥାକୁ ସବୁବେଳେ ଗ୍ରହଣ କରିବା ସେ ଯାହା କହୁଛନ୍ତି ତାଙ୍କୁ ଶୁଣିବା ଏଇଟା ହେଉଛି ଆମ ପାଇଁ ପରମ କର୍ତ୍ତବ୍ୟ। ଆଉ ତାଙ୍କର ଆଶୀର୍ବାଦ ଯଦି ଆମ କଥା ଉପରେ ଥାଏ ଆମେ ଭବିଷ୍ୟତରେ ଜଣେ ଭଲ ମଣିଷ ହୋଇପାରିବା। ଆମକୁ ଗୋଟେ ଭଲ ମଣିଷ ହେବାର ଅଛି ନିଶ୍ଚିତ ଭାବରେ। ଆମେ ଯଦି ଗୋଟେ ଭଲ ମଣିଷ ହେଇପାରିବା ତାହେଲେ ଆଗକୁ ଆଗେଇ ପାରିବା। କାହିଁକି ନା ଗୋଟେ ଗପ ବି ମଧ୍ୟ ଅଛି। ଗୋଟିଏ ପିଲା ସେ ଯେତେବେଳେ ଯାଉଥିଲା ତାର ଗୁରୁ ଆଶ୍ରମରେ ପାଠ ପଢୁଥିଲା ତାକୁ ସେତେବେଳେ ଗୁରୁ କହିଥିଲେ କହିଲେ ଆରେ ବାବା ତୋର ତ ଶିକ୍ଷା ସରିଗଲାଣି ତୁ ଏବେ ମତେ ପରୀକ୍ଷା ଗୋଟେ ଦବୁ। ସେ କହିଲା ଗୁରୁଙ୍କୁ କହିଲେ କଣ କୁହନ୍ତୁ କି ଶିକ୍ଷା କଣ ଆପଣଙ୍କୁ ପରୀକ୍ଷା ଦେବି। କହିଲେ ଆରେ ବାବା ତୁମେ ତ 3 ଜଣ ଅଛ ଏ ଆଶ୍ରମରେ ତମେ 3 ଜଣ ଯାକ ଯାଅ ଦେଖିବ କୋଉ ଗଛର ପତ୍ର କାମରେ ନ ଲାଗୁଛି। ସେ 3 ଜଣ ବାହାରେ ଚାଲିଗଲେ ସମସ୍ତେ ବୁଲିଲେ ଜଙ୍ଗଲ ସାରା 2 ମାସ 3 ମାସ ବୁଲି ବୁଲି ଫେରି ଆସିଲେ। ଆସିକି କହିଲେ ଗୁରୁ କୋଉ ଗଛର ପତ୍ର ତ ଆମେ କାହିଁ କିଛି ପାଇଲୁ ନାହିଁ କୋଉଠି କଣ୍ଟା ହେଇଛି କୋଉଠି ଫଳ ହେଇଛି କାହିଁ ସେମିତି ତ କିଛି ଔଷଧୀୟ ଗଛ ଆମେ ପାଇଲୁନି ଫେରି ଆସିଲେ। ଆଉ ଶେଷରେ ଯୋଉ ପିଲାଟି ଯାଇଥିଲା ଗୁରୁଙ୍କ ପାଖରେ ସବୁଦିନ ଆଶ୍ରମରେ ପଢୁଥିଲା ସେ 3 ମାସ ପରେ ଫେରି ଆସିକି ଗୁରୁକୁ କହିଲା କହିଲା ଗୁରୁଦେବ ସବୁ ଗଛରେ ଔଷଧୀୟ ଗୁଣ ଅଛି ମୁଁ କାହାକୁ କହିବି ଔଷଧୀୟ ଗୁଣ ନାହିଁ ବୋଲି। ସେତେବେଳେ ତାଙ୍କର ଶିକ୍ଷକ କହିଥିଲେ ବାବା ତୁ ଜଣେ ଭଲ ମଣିଷ ହବୁ ମୁଁ ତୋତେ ପ୍ରଥମରୁ ଆଶୀର୍ବାଦ କରୁଥିଲି ମୋର ଆଶୀର୍ବାଦ ତୋ ଉପରେ ରହିଥାଉ ତୋ ଭବିଷ୍ୟତରେ ଗୋଟେ ଭଲ ମଣିଷ ହବ। ତେଣୁ ଆମେ ଯାହା ହେଲେ ବି ଆମେ ଗୁରୁଙ୍କୁ ପ୍ରଥମେ ପ୍ରଣାମ କରିବା। ସେ ହେଉଛନ୍ତି ଆମର ଜୀବନର ଗଠନକାରୀ ଆମ ଜୀବନକୁ ସେ ତିଆରି କରନ୍ତି ଆମକୁ ଭଲ ମଣିଷ କରନ୍ତି। ଆଉ ଏଇ ପରିବେଶକୁ ସେ ସୁସ୍ଥ ରଖନ୍ତି। ଏ ପରିବେଶକୁ ଯେମିତି ସୁସ୍ଥ ରଖନ୍ତି ସେଇ ପରିବେଶରେ ଆମେ ମଧ୍ୟ ଷ୍ଟ୍ରାଣ୍ଡ କରିକି ଆଗକୁ ଯାଇପାରନ୍ତି। ସେଇ ଗୁରୁଙ୍କୁ ମୁଁ ପ୍ରଣାମ କରିବି। ଶେଷରେ ଏତିକି ମୋର ବକ୍ତବ୍ୟ ଶେଷ।